ସବୁ ପ୍ରତୀକ୍ଷାର ଅନ୍ତ ଘଟିଲା। ଯେମିତି ଆମେ କହିଥିଲେ ପିଲାମାନେ ଗୋଟେ ବାଇ ଗୋଟେ ସବୁଠୁ ଇମ୍ପୋର୍ଟାଣ୍ଟ ଯୋଉଟା ତୁମରି ମାନଙ୍କ ପାଇଁ ଆସିଛି ଇତିହାସ ଏବଂ ରାଜନୀତି ବିଜ୍ଞାନ ମୋଷ୍ଟ ସିଲେକ୍ଟେଡ କ୍ୱେଶ୍ଚନ ଯୋଉ କଥା ଗୁଡା ତୁମେ କହିଥିଲ ସାର୍ ମୁଁ ଆଦୌ ବି ପାଠ ପଢିନାହିଁ ସାର୍ ମୁଁ ସବୁ କନଫ୍ୟୁଜ ହେଇଯାଉଛି ସାର୍ କିଛି ମନେ ରହୁନାହିଁ ମୋର। ଆଉ ବି କିଛି ପିଲା କଣ କହୁଥିଲେ ଆମକୁ ଯେ ସାର୍ ମୁଁ ଯାହାବି ସିଲେକ୍ସନ କିଏ କୋଉଠି ମତେ ଦିଅନ୍ତା ମୁଁ ଭଲ କରିଦିଅନ୍ତି ସାର୍ ଅଲଗା ଟ୍ୟୁସନ ସାର୍ ମାନେ ଦଉଛନ୍ତି ସିଲେକ୍ସନ ସାର୍ କିଛି କ୍ୱେଶ୍ଚନ ପେପର ଲିକ୍ ହବ କି। ତ ଏ ପ୍ରକାର ସବୁ ଜିନିଷକୁ ଆମେ ବର୍ତ୍ତମାନ ଅନ୍ତ ଘଟେଇବା। ହେଲୋ ମାଇ ଡିୟର ଷ୍ଟୁଡେଣ୍ଟସ୍, ଚାଲ ବର୍ତ୍ତମାନ ଆମେ ଦେଖିବା ଗୋଟେ ବାଇ ଗୋଟେ ଯୋଉଟା କି ମୋଷ୍ଟ ଇମ୍ପୋର୍ଟାଣ୍ଟ। ମୁଁ ଆଉ ଗୋଟେ କଥା କହିଦଉଛି ପିଲାମାନେ, କାରଣ ଏଇ ଯୋଉ ଭିଡିଓରେ ଏଇଟା କଣ ହେଇଛି ଲାଷ୍ଟ 12-14 ବର୍ଷର ମୋଷ୍ଟ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ ରୁ ଏଟାକୁ ପୁରା ମାନେ ଆନାଲିସିସ୍ କରିକି ଅଣାଯାଇଛି ଯୋଉଟା କି ନିଶ୍ଚିତ ତୁମ ପରୀକ୍ଷା ପାଇଁ ଇମ୍ପୋର୍ଟାଣ୍ଟ। ମୁଁ ଏବେ ଯେତିକିଟା ସିଲେକ୍ସନ ଦଉଛି ପିଲାମାନେ ଅଳ୍ପ କିଛି ଦଉଛି ଯାହାଫଳରେ ତୁମେ ଭଲସେ ଦେଖିପାରିବ ବୁଝିପାରିବ। ଆଉ ହଁ ଯେତେବେଳେ ତୁମେ ପରୀକ୍ଷା ଦେଇ ଆସିବ ନା ନିଶ୍ଚିତ ଜାଣିପାରିବ ପିଲାମାନେ ମୋର କେତେଟା ସିଲେକ୍ସନ ବାଜିଛି। ଆଚ୍ଛା ସେଇମାନଙ୍କ ପାଇଁ ମୁଁ ଗୋଟିଏ କଥା କହିବାକୁ ଚାହୁଁଛି ଯୋଉମାନେ ଆଦୌ ବି କିଛି ପଢିନ ତ ପିଲାମାନେ ଏତେ କମ ସମୟ ଭିତରେ ମୁଁ ଗୋଟେ କଥା କହିବାକୁ ଚାହୁଁଛି ଯେ ବାରମ୍ବାର ତୁମେ ଯେତେ ଜଲଦି ଯାଅ ଏମସିକ୍ୟୁ ସିରିଜ ଆମର ଅଛି ତାକୁ ଦେଖ ହେଲା। ତାପରେ ଆମର ସବଜେକ୍ଟ ବି ଅଛି ଦେଖ କେମିତି ଯଦି ଟୋଟାଲ ବିଷୟ ବି ପଢି ପାରୁନ ଆପ୍ଲିକେସନ ଅଛି ଏସେ ଅଛି ସମର ରାଇଟିଂ ଅଛି ସେତିକି ତ ଆମେ ପଢିକି ମିନିମମ୍ 30-40 ମାର୍କ ନେଇ ଆସିକି ନାହିଁ ତାପରେ ଏମସିକ୍ୟୁ ରୁ ଆମେ ଆଣିପାରିବା। ଠିକ ଅଛି ପିଲାମାନେ, ତେଣୁ କରିକି ମୁଁ ବେଶୀ କୌଣସି କଥା ନ କହିକି ଯେତିକି ଆମର ସିଲେକ୍ସନ କ୍ୱେଶ୍ଚନ ଅଛି ପିଲାମାନେ ଟିକେ ଆଖି ବର୍ତ୍ତମାନ ଆମେ ପକେଇଦବା। ଦେଖ ପିଲାମାନେ 4 ମାର୍କ ବାଲା ଆସୁଛି ତୁମର ପାଖାପାଖି କେତେଟା ଦିଟା ଆସୁଛି 8 ମାର୍କ ର ଆସୁଛି। ତୁମର କଣ ହିଷ୍ଟ୍ରି ଜିଓଗ୍ରାଫି 25-25 ମାର୍କ ମତେ ଜାଣିଥିବ 8 ମାର୍କ ପଡୁଛି ଆଉ ବାକି କଣ 2 ମାର୍କିଆ 3 ମାର୍କିଆ ପଡୁଛି। ତ ମୁଁ ଟପ୍ 10 ଯୋଉଟା 10ଟା ଦେଇଛି ପିଲାମାନେ ମୁଁ ଆଖି ବୁଝିକି କହୁଛି ଏଇ 10ଟା କ୍ୱେଶ୍ଚନ କୁ ଯଦି ପାରୁଛ ତୁମେ ସ୍କ୍ରିନଶଟ ମାରିଦିବ ତାପରେ କଣ ନା ମୁଁ ତଳେ ପୁଣି ଆନ୍ସର ଦେଇଛି ତାକୁ ବି ତୁମେ ଦେଖିଦବ ହେଲା। ପିଲାମାନେ ଦେଖ ପ୍ରଥମ କ୍ୱେଶ୍ଚନ କଣ ଅଛି ନା ଦେଖ ପ୍ରଜାମଣ୍ଡଳ ଆନ୍ଦୋଳନ ସବୁଠୁ ଇମ୍ପୋର୍ଟାଣ୍ଟ। ମୁଁ କହିଥିଲି ଯୋଉଗୁଡାକ ତୁମେ କହିନଥିଲି ଯେତେବେଳେ ତୁମକୁ ସିଲେକ୍ସନ ଦେବି ମାନେ ପୁରା ଭଲସେ ତୁମେ ଏଇ ଜିନିଷକୁ ଦେଖିବ ଗଲା। ତାପରେ ମାଉଣ୍ଟ ବ୍ୟାଟେନ ପ୍ଲାନ କ ଯୋଜନା ହେଲା ମାଉଣ୍ଟ ବ୍ୟାଟେନ କ ଯୋଜନା ବା ପ୍ଲାନ। ତାପରେ କଣ ଭାରତ ଛାଡ ଆନ୍ଦୋଳନ କେବେ ହେଇଥିଲା କଣ ହେଇଥିଲା ୟା ବିଷୟରେ କରିବ କଣ ନା କଂଗ୍ରେସର କୋଉ ଅଧିବେଶନରେ ଏଟା ହେଇଥିଲା ହଁ ଅନୁମତି ଦେଇଥିଲେ ପ୍ରସ୍ତାବକୁ କିଏ ଆଗତ କରିଥିଲେ ଏଟା ଗୋଟେ ମସ୍ତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ। ଏଗୁଡା ସବୁ ପିଲାମାନେ 4 ମାର୍କିଆ ହେଲା ଭଲସେ ଦେଖିଦିଅ ଏଟା ହଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ ଖିଲାଫତ ଆନ୍ଦୋଳନ କେବେ ହେଇଥିଲା ତାପରେ ଗୁଳିକାଣ୍ଡ ଇରମ ଗୁଳିକାଣ୍ଡ କୋଉଠି ଇରମଟା କୋଉଠି ପିଲାମାନେ ୟେସ ଦ୍ୟାଟ ଇଜ ଆମ ଭଦ୍ରକ। ଠିକ ଅଛି ତାପରେ ଆମେ ଯିବା କୋଉଟା ନା ନେକ୍ସଟ ଆସିଲା 6 ନମ୍ବରରେ ସ୍ୱାଧୀନତା ପରବର୍ତ୍ତୀ ଓଡିଶାରେ ପ୍ରାଥମିକ ଶିକ୍ଷାର ବିକାଶ ସମ୍ପର୍କରେ ଆଲୋଚନା କର। ତାପରେ ହେଲା ଅସହଯୋଗ ଆନ୍ଦୋଳନର କାର୍ଯ୍ୟକ୍ରମ ଗୁଡିକ ଆଲୋଚନା କର। ତାପରେ ଆସିଲା କଣ ନା ଓଡିଶାରେ ଅସହଯୋଗ ଆନ୍ଦୋଳନ ମୁଁ ବାରମ୍ବାର କହୁଛି ପିଲାମାନେ ଏଥର ଅସହଯୋଗ ଆନ୍ଦୋଳନ ପଡିବ। ଆମେ ବହୁତ ଥର ଆମେ ପ୍ରିଭିୟସ ଇୟର କ୍ୱେଶ୍ଚନ ମୁଁ ଦେଖିଛି ଆରଥର ଯୋଉଟା ପଡିଛି ତାକୁ ମୁଁ ଛାଡିଛି ଏଇଥରକ ଯୋଉଟା ମୋଷ୍ଟ ଇମ୍ପୋର୍ଟାଣ୍ଟ ମତେ ଲାଗିଛି ମୁଁ ସେଇଗୁଡାକୁ ନେଇକି ଅଲରେଡି କ୍ୱେଶ୍ଚନ ବନେଇଛି। ଏଗୁଡାକୁ ଦେଖିଛ ଯେତେବେଳେ କ୍ୱେଶ୍ଚନ ପଡିବ ତୁମେ କହୁଥିଲ ନା ସାର୍ ହିଷ୍ଟ୍ରି ଜିଓଗ୍ରାଫିରେ ଆଣନ୍ତୁ ବର୍ତ୍ତମାନ ହିଷ୍ଟ୍ରି ଆଉ ତୁମର କଣ ରାଜନୀତି ବିଜ୍ଞାନ ବା ପଲିଟିକ୍ସ ସଇଲା ନେକ୍ସଟ ଆସିଯିବ ତୁମର କଣ ଜିଓଗ୍ରାଫି ଆସିଯିବ ଆଉ କଣ ଇକୋନୋମିକ୍ସ ବା ଅର୍ଥଶାସ୍ତ୍ର ଆସିଯିବ। ତ ବର୍ତ୍ତମାନ ଭଲସେ ତୁମେ ଦେଖି ଦେଖି ଚାଲ ପିଲାମାନେ ଯୋଉମାନେ ବି ଏ ପର୍ଯ୍ୟନ୍ତ ସବସ୍କ୍ରାଇବ କରୁନାହ ତୁମ ଲାଭ ମାନଙ୍କ ପାଇଁ ଏଟଲିଷ୍ଟ କର ପିଲାମାନେ ଆଉ ନିଜ ସାଙ୍ଗକୁ ଦେଇଦିଅ ଯେମିତି ତୁମ ସାଙ୍ଗମାନେ ବି ଏଥିରେ ଲାଭାନ୍ବିତ ହୁଅନ୍ତୁ। ତାପରେ ଦେଖ ପିଲାମାନେ 9 ନମ୍ବର ହେଲା ଭାରତ ସ୍ୱାଧୀନତା ଆଇନର ବ୍ୟବସ୍ଥା ଗୁଡିକ ଉଲ୍ଲେଖ କର ହେଲା। ତାପରେ 10 ନମ୍ବରରେ ମିଶନ ଶକ୍ତି ଏତିକିଟା ରହିଲା ପିଲାମାନେ ତୁମର 4 ମାର୍କିଆ ହେଲା। ତାପରେ ଯୋଉ 2 ମାର୍କିଆ 3 ମାର୍କିଆ ପିଲାମାନେ ଏଇଠି ଦେଖ ମୁଁ ହଁ କହିଦଉଛି ପିଲାମାନେ ଏଗୁଡା ସବୁ ଟେଲିଗ୍ରାମରେ ମୁଁ ପଠେଇଦେବି ହେଲା। ସେଠି ଯେତେ ଜଲ୍ଦି ପାରୁଛ ଜଏନ ହୁଅ ପିଲା ଅଲରେଡି ଜଏନ ହେଇକି ପଢିକି କେତେ କଣ ମତେ ମେସେଜ ଲେଖିଲେଣି କିନ୍ତୁ ତୁମେ ମାନେ ପିଲାମାନେ ଏଇ ଜାଗାରେ ରହି ଖାଲି ଭାବୁଛ 10ଟା ଭିଡିଓ ଦେଖୁଛ ଏକୁ ତାକୁ କହୁଛ ଏ କ୍ଲାସ ରୁ ମୁଁ ପଳେଇବି ସେଠିକି ପଳେଇବି ଖାଲି ଡାଇଭର୍ଟ ହଉଛ ପିଲାମାନେ। ଯଦି ତୁମେ ଡାଇଭର୍ଟ ଏଇ ସମୟରେ ହେଇଗଲ ମୁଁ ଆଗରୁ ବି କହିଥିଲି ଏଇଟା ସବୁଠୁ ମୋଷ୍ଟ କ୍ରୁସିଆଲ ପିରିୟଡ ସବୁଠୁ କଷ୍ଟଦାୟକ ଏଇ ଟାଇମର ମାଇଣ୍ଡ ଡାଇଭର୍ଟ କର ନାହିଁ। ଯାହା ଜାଣିଛ ଯେତିକି ଜାଣିଛ ତାରି ଉପରେ ମାଷ୍ଟରୀ କର ବାରମ୍ବାର ରିଭିଜନ କର ଶୋଇବାର ଘଣ୍ଟେ ପୂର୍ବରୁ ସବୁ ରିଭିଜନ କର ଆଜି କଣ କଣ ପଢିଲି କେତେ କଣ ପଢିଲି ମୁହେଁ କର ଜମା ସାଙ୍ଗ ସହିତ ଦେଖିବା ସିରିଏଲ ଦେଖିବା ଖେଳ ଦେଖିବା ଏଇଖିଣା କଣ ୱାର୍ଲଡ କପ୍ ଚାଲିଛି ନା ମନଟା ସିଆଡେ ଯିବ ଜମା ଦେଖନି ପିଲାମାନେ ଲାଇଫ ବର୍ବାଦ ହେଇଯିବ। କେତେ ୱାର୍ଲଡ କପ୍ ଆସିବ କେତେ ୱାର୍ଲଡ କପ୍ ଯିବ ସେମାନେ ତାଙ୍କ ଜୀବନରେ ବହୁତ ଇମ୍ପ୍ରୁଭ ହେଇଯାଇଛନ୍ତି ଆମେ ତାଙ୍କୁ ଦେଖିକି ବର୍ବାଦ ହବା। ଆଉ ହଁ ମୁଁ ଏକଥା ବି କହୁନି ତୁମେ ଦେଖନି ଯୋଉମାନଙ୍କର ଦେଖିବାକୁ ଟିକେ ଇଚ୍ଛା ଅଛି ଏଟଲିଷ୍ଟ ତୁମେ ହାଇଲାଇଟ ଦେଖ କିନ୍ତୁ ପ୍ଲିଜ ପିଲାମାନେ ଏଟଲିଷ୍ଟ 18 ତାରିଖ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ 18 ଫେବୃଆରୀ
ସନ୍ଧ୍ୟା 6 PM ଯାଏ, ସନ୍ଧ୍ୟା ଯାଏ ଦୟା କରିକି ସବୁରୁ ନିବୃତ୍ତ ହୁଅ। ନୋ ସୋର୍ସ, ନୋ ୟୁଟ୍ୟୁବ ମାନେ ଫାଲତୁ ଜିନିଷ, ଫିଲ୍ମ ବା କିଛି ତୁମର ସାଙ୍ଗସାଥି ଗପ ଚର୍ଚ୍ଚା, ଟ୍ୟୁସନ ଯିବା ଏ ସବୁ କରିକି ଟାଇମ ଲସ୍ କରନି। କେବଳ କଣ କରିବ, ଯେତିକି ଦରକାର ଯାହା ପଢିଛ ବର୍ଷ ଭରି ସେଇକୁ ରିଭିଜନ କର। ବାର ବାର କହୁଛି ପିଲାମାନେ, ବେଶୀ ପାଠ ପଢିକି ବେଶୀ ନମ୍ବର ରଖିପାରିବ ନାହିଁ। ଗୋଟିଏ ସକ୍ସେସ ମନ୍ତ୍ର, ବାର ବାର ରିଭିଜନ କର। ତୁମେ କେମିତି ରେଜଲ୍ଟ ହବ ତୁମେ ମତେ ନିଜେ କହିବ। ଦେଖ ପିଲାମାନେ, ମୁଁ ଯୋଉ 30 କ୍ୱେଶ୍ଚନ ଆଣିଛି, ଦେଖ ପିଲାମାନେ ଏଇଟା ସବୁଠୁ ଇମ୍ପୋର୍ଟାଣ୍ଟ, କାହିଁକି ନା ଏଟା ପ୍ରିଭିୟସ ଇୟର କ୍ୱେଶ୍ଚନ ରେ ବହୁତ ଥର ପଡିଛି। ପ୍ରଜାମଣ୍ଡଳ ଆନ୍ଦୋଳନ ଲଙ୍ଗ କ୍ୱେଶ୍ଚନ ବି ହେଇପାରିବ, ତାହେଲେ ଏଠି ବି ଆମେ ଦିଗ କରିବା। ମାଉଣ୍ଟ ବେଟନ ପ୍ଲାନ, ତାପରେ ଓଡିଶାରେ ରେଳପଥର ବିକାଶ, ତାପରେ 1929 ଲାହୋର ସେସନ, କଂଗ୍ରେସ ଅଧିବେଶନ ମନେ ପଡୁଛି। କାହିଁକି ଏଟା ଇମ୍ପୋର୍ଟାଣ୍ଟ, ମୁଁ ଏଟା MCQ ରେ ବି କହିଥିଲି, ତୁମେ ଦେଖିଲେ ମନେ ପଡିବ। ତାପରେ ସୁଭାଷ ଚନ୍ଦ୍ର ବୋଷ ଯୋଉ ରାଜନୈତିକ ଦଳ କରିଛନ୍ତି, ତାଙ୍କ ନାଁ କଣ ଥିଲା, କୋଉଥିପାଇଁ କରିଥିଲା, ମାତ୍ର 2 ରୁ 3 ମାର୍କ ଆମେ କରିବା। ତାପରେ କଣ ନା ମଧୁବାବୁ 6 ନମ୍ବର, ମଧୁବାବୁ କାହିଁକି କଂଗ୍ରେସ ସହ ସମ୍ପର୍କ ଛିନ୍ନ କରିଥିଲେ, ଓଡିଶା କେବେଠାରୁ ଏକ ସ୍ୱତନ୍ତ୍ର ପ୍ରଦେଶ ହେଲା, ଖିଲାଫତ ଆନ୍ଦୋଳନରେ ଗାନ୍ଧିଜୀଙ୍କ ଭୂମିକା। ମୁଁ ମେନ୍ ପଏଣ୍ଟ କହି ଚାଲିଛି ହେଲା। ଓଡିଶାରେ ଅସହଯୋଗ ଆନ୍ଦୋଳନ, ଏଇଟା ଗୋଟେ ପିଲାମାନେ ଟିକେ ଦେଖିବ ରେ, ନିଶ୍ଚିତ ମତେ ଲାଗୁଛି ଏଇଥିରେ ଏଇ କ୍ୱେଶ୍ଚନ ଟା ପଡିଛି ହେଲା। ତାପରେ କୁଜଙ୍ଗ ଠାରେ କେବେ ଓ କାହା ନେତୃତ୍ୱରେ ଲବଣ ସତ୍ୟାଗ୍ରହ ହେଇଥିଲା, ତାପରେ ଉତ୍କଳ ବିଶ୍ୱବିଦ୍ୟାଳୟ କେବେ ପ୍ରତିଷ୍ଠା କରାଯାଇଥିଲା, ତାପରେ ପ୍ରଥମ ଅବସ୍ଥାରେ କିପରି କାର୍ଯ୍ୟ ହୋଇଥିଲା, କାହାକୁ ଭାରତର ବିସ୍ମାର୍କ, ବିସ୍ମାର୍କ ବୋଲି କୁହାଯାଉଛି। ତାପରେ କଣ ଆସିଲା ନା କୃଷ୍ଣଚନ୍ଦ୍ର ଗଜମୋହନ ଯୋଉ ମନ୍ତ୍ରିମଣ୍ଡଳ କାର୍ଯ୍ୟାବଳୀ ଲେଖ, ବିଶ୍ୱନାଥ ଦାସଙ୍କ ମନ୍ତ୍ରିମଣ୍ଡଳ କାହିଁକି ଇସ୍ତଫା ଦେଇଥିଲେ, ଭାରତ ଛାଡ ଆନ୍ଦୋଳନରେ ଓଡିଶାର କାର୍ଯ୍ୟକ୍ରମ ସମ୍ପର୍କରେ ଲେଖିବା ପାଇଁ କୁହାଯାଇଛି। ତାପରେ ଉତ୍କଳ ସମ୍ମିଳନ, ଉତ୍କଳ ସମ୍ମିଳନୀର ଯୋଉ 10ମ ଅଧିବେଶନ କେବେ ହେଇଥିଲା, ଏଥିରେ କିଏ ହଉଛି ଅଧ୍ୟକ୍ଷତା କରିଥିଲେ। ଏଗୁଡା ସବୁ ମାନେ ମୁଁ କହୁଛି ପିଲାମାନେ, ଏତେ ଦେଖିବା ଅପେକ୍ଷା ଟିକେ ଏଗୁଡାକ ଦେଖିଦିଅ ହେଲା। ମୁଁ କହିଦେଇଛି ଲାଷ୍ଟକୁ ଆନ୍ସର ଅଛି, ତୁମେ ବି ମାନେ କଷ୍ଟ ବି କରିବା ଦରକାର ନାହିଁ। ତୁମ ପାଇଁ ମୁଁ ଅଲରେଡି ମାନେ ଆନ୍ସର ବି ତଳକୁ ଦେଇଦେଇଛି, ତାକୁ ବି ଦେଖିଦବ ହେଲା। ଯେତେ ଜଲ୍ଦି ଏମିତି ତୁମେ ଟେଲିଗ୍ରାମକୁ ପଳେଇ ଆସ। ତ କଣ ନା କ୍ୟାବିନେଟ ମିଶନ ମୁଖ୍ୟ ପ୍ରସ୍ତାବ ଗୁଡିକ କଣ, ଜବାହରଲାଲ ନେହେରୁ କାହିଁକି ଆଣବିକ ହୋଇଥିଲେ, ତାପରେ ଭାରତ ଛାଡ ଆନ୍ଦୋଳନ ପ୍ରସ୍ତାବ କଂଗ୍ରେସ କଣ ସବୁ ଅଛି ଭଲସେ ଦେଖିବ ପିଲାମାନେ। ଦେଖ ମିଶନ ଶକ୍ତି କଣ, ଅପରେସନ ଗୁଲମାର୍ଗ, ଏଇ ଆସିଗଲା ରାଉଲାଟାଇନ, ମୋଷ୍ଟ ଇମ୍ପୋର୍ଟାଣ୍ଟ। ତ ପିଲାମାନେ ମୁଁ ବର୍ତ୍ତମାନ ମୁଁ କହିଦଉଛି 4 ମାର୍କିଆ ତୁମକୁ, 4 ମାର୍କିଆ ତୁମକୁ 10ଟା ଦିଆ ହେଲା, ଆଉ ତୁମର 2 ମାର୍କିଆ 3 ମାର୍କିଆ, ଯେମିତି ତୁମେ କହିଥିଲ ସାର୍ ଯେମିତି ହେଲେ ଇଏ କର। ଏଟା କେତେଟା 30ଟା ଦିଆ ହେଲା। ତ ପିଲାମାନେ ମୁଁ କହିଦଉନି ଏତିକି ପଢିଦେଲେ ସବୁ ହେଇଯିବ, କିନ୍ତୁ ନୋ ଡାଉଟ ତୁମେ 90% ଚାନ୍ସେସ୍ ଅଛି ୟା ଭିତରୁ ପଢିବାର। ମୁଁ କହିଦଉଛି 90% ଚାନ୍ସ ଅଛି। ତ ଯୋଉମାନେ ଜମା ବି କିଛି ପଢିନ, ଏଇଟା ତାଙ୍କ ପାଇଁ ପୁରା ରାମବାଣ ଭଳିଆ କାମ କରିବ, ପୁରା ଅନ ଦ ଟାଇମ ରେ ଏଟା କାମ କରିବ। ଦୟାକରି ଏଟାକୁ ଟିକେ ରେଡି କରି ପଢିଦିଅ। ଆଉ ତାପରେ ବି କହିବି ସବୁ ଲାଷ୍ଟରେ ପିଲାମାନେ ଗୋଟିଏ କଥା, ବୁକ୍ ଥର ହବ। କଣ ବୁକ୍ ରେ ଲେଖା ହେଇଛି ତାକୁ ଦେଖ ହେଲା। 10ଟା 15ଟା ଭିଡିଓ ଦେଖିକି ଇଏ କରନି। ଏଟା ଆମେ ଆଉ ଗୋଟେ କଥା ପିଲାମାନେ, ମୁଁ କିଛି ପିଲାଙ୍କୁ ଦେଖୁଥିଲି, ସେମାନେ ଅନ୍ଧଭକ୍ତ ଭଳିଆ କିଛି ଚ୍ୟାନେଲକୁ ଫଲୋ କରିଦଉଛନ୍ତି ୟୁଟ୍ୟୁବ କୁ, ତ ସେମାନେ ଦେଖୁନାହାନ୍ତି ଯେ ଅନ୍ୟମାନେ କଣ କହୁଛନ୍ତି, ଯୋଉଟାକୁ ଆଖିର ଆକ୍ସେପ୍ଟ କରିନେଇଛନ୍ତି, ହଁ ସେଇଟା ଠିକ। ଆରେ ଜଣେ ଠିକ ହେଲା, ଆଉ ଜଣେ ଭୁଲ ବୋଲି ତୁମେ କହିପାରିବନି। ମୁଁ ମାନୁଛି ତୁମେ ହଉଛି ବିରାଟ କୋହଲି କି ବହୁତ ବଡ ବ୍ୟାଟ୍ସମ୍ୟାନ କହିପାର, କିନ୍ତୁ ସଚିନ କଣ ତାଙ୍କଠୁ କମ କି? ଇଏ ବି ବେଷ୍ଟ, ଇଏ ବି ବେଷ୍ଟ, କିନ୍ତୁ ଏମାନେ ନିଜ ଷ୍ଟାଇଲରେ ବେଷ୍ଟ। ତେଣୁ କରିକି କାହା ସହିତ କାହାକୁ ପିଲାମାନେ କମ୍ପେୟାର କରନି। ଏବେ ପିଲାମାନେ ମୁଁ ଏଥିପାଇଁ କମ ସମୟ ଦେଲି ଯେ ତୁମେ ଯେତେ ଜଲ୍ଦି ଏଇ ଭିଡିଓକୁ ତୁମେ ଦେଖୁ ଯେତେ ଜଲ୍ଦି ପାରୁଛ ଏଗୁଡାକ ଦେଖ ପିଲାମାନେ। ଏଗୁଡାକୁ ଯେତେ ପାରୁଛ, ଯଦି ଏବେ ନ ପାରୁଛ ସ୍କ୍ରିନଶଟ ନେଇଯାଅ ହେଲା। କେମିତି ଯୋଉ କୋଶ୍ଚିନ୍ ଗୁଡା ମୁଁ ପଚାରିନି, ଏଟା ହଉଛି 4 ମାର୍କିଆ। କେମିତି ହେଇଥିଲା 1947 କଣ ହେଇଥିଲା, ମେନ୍ କରିକି ପିଲାମାନେ ଗୋଟେ କଥା ମନେ ରଖିବ, ଏଇ ଯୋଉ ପଏଣ୍ଟ ଦେଖ ମୁଁ 2ଟା 3ଟା ଦେଇନି, ଏକୁ ଯେତେବେଳେ ପରୀକ୍ଷକ ଦେଖିବ କଣ ପିଲା ଲେଖିଛି ଏ କ୍ଲାସ, ମାନେ କହୁଛି ପିଲାମାନେ 4ରୁ 4 ଯଦି ତୁମେ ନ ପାଇବ, ତୁମେ ମତେ କହିବ। ପୁରା ତୁମେ ଫୁଲ ମାର୍କ ଯଦି ତୁମେ ନ ପାଇବ, ମତେ ତୁମେ କହିବ ପିଲାମାନେ ଏଇ ସବୁ 4ଟା ପଏଣ୍ଟ ଲେଖିବ, ଯାହା ଫଳରେ କଣ ହବ ପରୀକ୍ଷାକୁ ଟିକେ ଭଲ ଲାଗିବ। ଦେଖ ମୁଁ ଯୋଉ 4 ମାର୍କିଆ ମିନିମମ 4ଟା 5ଟା ପଏଣ୍ଟ ଦେଇଛି ନା ନାଇଁ, ଯାହା ଫଳରେ ତୁମେ ଚାହିଁଲେ ଆଉ 2-4ଟା ପଏଣ୍ଟ ଲେଖିପାରିବ, ଆଡ କରିପାରିବ। ତୁମର ତ କଣ କୋଶ୍ଚେନ ତଳେ ବହୁତ ଗୁଡିଏ ମାନେ ସ୍ପେସ ଦଉଛି ଲେଖିବା ପାଇଁ, ତୁମେ ଲେଖିପାରିବ। ଦେଖ ଖିଲାଫତ ଆନ୍ଦୋଳନ ଲେଖା ହେଲା, ଇରମ ଗୁଳିକାଣ୍ଡ, ଏଇଟା ହଉଛି ପିଲାମାନେ ଟିକେ ଦେଖିକି ଯୋଉ କହୁଛି ପିଲାମାନେ, ମତେ କାହିଁ ଲାଗୁଛି ଏଥର ନିଶ୍ଚିତ ପଡିଲା ଭଳିଆ ହେଲା। ଏଟା କିଛି ଛୁଆ ମଜା କରୁଛନ୍ତି, ସାର୍ କୋଶ୍ଚେନ କୋଉଠି ମିଳିବ, ତ ଦ୍ୟାଟ ଇଜ ନଟ ଇୟର ମାନେ କଣ, ଏଟା କୌଣସି ମନ୍ଥଲି ପରୀକ୍ଷା, ଏଟା ବୋର୍ଡ ପୁରା ମାନେ। ଏ ଦେଖ ରକ୍ତ ତୀର୍ଥ ଏଠି ଲେଖା ହେଇଛି, ମୁଁ ଏଗୁଡା ସବୁ ଆଗରୁ ଆଲୋଚନା କରୁଛି ପିଲାମାନେ। MCQ ଯୋଉ 100ଟା କରିନି, ତା ଭିତରେ ସବୁ କୋଶ୍ଚେନ କୁ ମାନେ ସବୁ ବିଷୟକୁ ମୁଁ ଟଚ୍ କରିକି ଯାଇଛି। ମାନେ ମତେ ଲାଗୁନି ଏଠି ଆଉ ତୁମକୁ ବେଶୀ କିଛି କହିବି। ଯୋଉମାନେ ନ ଦେଖିଛ ଜଲ୍ଦି ତୁମେ ଦେଖ, ନହେଲେ ପିଲା ଅଲରେଡି ଦେଖିକି ଆଗେଇ ଗଲେଣି, ତୁମେ ସେଇ ଜାଗାରେ ରହିକି ତୁମେ ଭାବୁଥିବ। ଦେଖ ଅସହଯୋଗ ଆନ୍ଦୋଳନ, ଦେଖ ମୁଁ କେତେ କମରେ ସୁନ୍ଦର ଭାବେ ଲେଖିଦେଇଛି, ତାକୁ 2 ଭାଗରେ ବିଭକ୍ତ କରିଦେଲି। ମାର୍କ ଫିଚିଂ କେମିତି ହବ, ତା ଭିତରେ ଯୋଉ କିମ୍ବା ଦେଇଥିବ ପିଲାମାନେ ଅର ରେ ହେଲା,
और ता भीतर दीटा क्वेश्चन थिबो ता भीतर गोटे बाछियो जे जोटा तुम भलसे पड़ी जाय तो भलो मार्क पेचिंग म्हणजे मसिया टिके लिखि परथुबो दि चारटा पॉइंट लिखि परथुबो आपन परीक्षा को भल लागे जे पिला पाठ जानि छि हां देखो मु दीटा पॉइंट कर देली ताकू लिखि देली एटा दे देबी तुमे स्क्रीनशॉट भी नै चलो पिला माने मु तुमको कहूची समय मात्र कम मु सेति पई टिके आज स्पीड रे तुम पई वीडियोटा बनौछु मु तो चाहूतली बसी बनैबी किंतु वर्तमान ना से समय वर्तमान मो पाखन नै कारण तुम लाइफ रो कथा मते पूरा तुम पई दौड़िया को पड़ियो तुम पई कष्ट करिया को पड़ियो जिमिति ले तुमे परीक्षा रे जिमिति बाहरु बाहरु साम सार सतर पढैतिले केते सुंदर हेकी पढैतिले जहा भी देइतिले सार बुझे देइतिले सेही बला पढि मु कहूची बा एमसीक्यू देखो एटा देखो जो चारियाडे गुटे यूट्यूब रे सब ना वोट फॉर एसएससी हां सिलेक्टिव क्वेश्चन म कहूची मो वीडियो को जेति जण आइलो तुमे भाग्यवान रे पिला तुमे तो भाग्यवान पिला रे तुम परी आउ के थिला रे अच्छा पिला माने देखि दियो मु कोन कहूची हला बोलसे एउडा सब 2 मार्का रो 3 मार्का तेणु देख मु दीटा 3टा पॉइंट किंतु देख पिला माने मु जोटा कला कलर रो बोल्ड करी लेखिनी सेउडा होची मोस्ट इंपोर्टेंट सेउडा को हाइलाइटेड करची तुमे जहा लेखुछ लेखो मन रो चारटा गप करी लेखि दियो किछ असुविधा नाही किंतु मु को जगाटा को अधिक फॉर्मेट करिची माने अधिक कोठी फोकस करी लेखिने जे परीक्षक मानकर आखि आसीबो मु कहिबी ए या पर गोटे भलो वीडियोटे बनेकी तुम मानू कहिबी तुमे केमिति को जिंसटा को ये करिवो हला भलसे देखि देखि चला पिला माने केमिति मु सब करछि टिके स्क्रीनशॉट जे नबा कथा नै जो आ बेसी किछि कहबिनी पिला माने एतिकी तुम वीडियो रे कोआ होला नेक्स्ट आसी जे तुमरो ज्योग्राफी तापर बाकी विज्ञान जहा दरकार तुमे मते जेते जल्दी को कारण आम पाखर समय कम आउ को 7-8 दिन रहिला वर्तमान पूरा पागलंग बेले पाठ पढो हला तापर जा रेस्ट नबो तबे थैंक यू वेरी मच मो वीडियो को पिला माने बहुत शेयर भी करि जने मु जानि छि किछि पिला आ बहुत भी पिला कमेंट भी करतलो बहुत धन्यवाद पिला माने केते तुमे तुमरो मूल्यवान समय दैछो मु भी तुम सहित सर्वदा रहिछि थैंक यू वेरी मच।